ହ୍ୟାଲୋ ଫ୍ରେଣ୍ଡ, ଆଜି କହିବି ଯେଉଁମାନେ ବ୍ଲାକ୍ ଅଗରବତୀରେ ମେସିନ୍ ଯେଉଁ ଚଲେଇ ପାରୁନାହାନ୍ତି, ତ କାଠି ବି ଖଣ୍ଡିଆ ଯେଉଁ ବାହାରୁଛି ଅଗ ଖଣ୍ଡିଆ, ଯେମିତି ଭଲ ଭାବରେ ପୁରା ତିଆରି କରିପାରିବେ ତ ଆଜି କହିବି। ତ ଆଉ ଟେନସନ୍ ନାହିଁ, ମାନେ ମେସିନ୍ ବି ବଢ଼ିଆ ଚାଲିବ, ଆଉ କାଠି ବି ରିଜେକ୍ଟ ହେବନି, ପୁରା ଭଲ ବାହାରିବ। ଏଇ ଯେଉଁ ବ୍ଲାକ୍ ଅଗରବତୀ ଫେନ୍ସିଂ ବି କାଠି ରହିବ। ତ ଆଜି ତାର ଫର୍ମୁଲା କହିବି। ତ ଫର୍ମୁଲା ହେଲା, ତ ଯେତେବେଳେ ଆପଣ ପ୍ରିମିକ୍ସ ଆଣିବେ, ତ ପ୍ରିମିକ୍ସ ଭଲ କ୍ୱାଲିଟିର ହେବା ଦରକାର, ଯେଉଁଟାକି ମାନେ ଲୋ ଗ୍ରେଡ୍ ପ୍ରିମିକ୍ସ ଆଣିବେନି। ଆଉ ଯେଉଁଟା କମ୍ ଦାମର ରେଟ୍ର ସେ ପ୍ରିମିକ୍ସ ଆଣିବେନି। ଆଉ ଅଠା ମିଶାବାଲା ବି ସେଇଟା ଆଣିବେନି। ଯେଉଁଟାରେ ଧର ଅଠା ମିଶାବାଲା ଯଦି ଆପଣ ଆଣୁଛନ୍ତି, ତ କ'ଣ ହେଉଛି ନା ସେ କେତେ କ'ଣ ଅଠାରେ ଦେଉଛି କିଛି ଜଣାପଡ଼ୁନି, ଆପଣ ଜାଣିପାରିବେନି। ତ ବିନା ଅଠା ବାଲା ମିକ୍ସ ବାଲା ଆଣିବେ, ଯେଉଁଟାରେ ଅଠା ପୁରା ଫୁଲ୍ ମିକ୍ସ ହେଇକି ନଥିବ। ତ ସେଇ ପ୍ରିମିକ୍ସ ହିଁ ଆଣିବେ, ବ୍ଲାକ୍ ପ୍ରିମିକ୍ସ। ତ ତାର ଫର୍ମୁଲା ହେଲା, ତ ଆପଣ ବ୍ଲାକ୍ ପ୍ରିମିକ୍ସ 1 କିଲୋ ଦେଉଛନ୍ତି, ଆଉ ଅଠା ଯଦି 70 ଗ୍ରାମ ଦେବେ, ଅଠା 70 ଗ୍ରାମ ଦେବେ, ଆଉ ଗୁଆର ଗମ୍ ହଉ ବା କ୍ୟାଣ୍ଡେଲ୍ ହଉ 20 ଗ୍ରାମ ଦେଇଦେବେ, ସେଥିରେ ମିକ୍ସ କରିଦେବେ। ଆଉ ମିକ୍ସ କଲା ପରେ ଯେଉଁ ଗୁଆର ଗମ୍ ଆପଣ ଯେଉଁ ଗୁଆର ଗମ୍ ୟୁଜ୍ କରିବେ, ଧର ଭଲର ଟିକେ ୟୁଜ୍ କରିବେ, ଭଲ କ୍ୱାଲିଟିର, ତାକୁ ଭଲ ଭାବରେ ମିକ୍ସ କରିକି ଦେଖିବେ। ଯଦି ଅଧିକ ବି ହେଇଯାଉଛି ମାନେ ଗୁଆର ଗମ୍, ତ କାଠି ଲିଭିବାର ବି ଚାନ୍ସ ଅଛି, ତ ଲାଗିବନି ହାର୍ଡ଼ ଅଠାଟା। ତ ଟିକେ ଦେଖିକି କରିବେ। ଯଦି 10 ଗ୍ରାମ 20 ଗ୍ରାମ ଭିତରେ ଆପଣ ଦେବେ, ତ ଟ୍ରାଏଲ୍ କରିବେ 20 ଗ୍ରାମର। ଯଦି ବି ମାନେ ଭଲ ଆସେ, ନ ଲିଭେ ଯଦି ବି କାଠି, ତାହେଲେ ଆପଣ ଦେବେ ସେଥିରେ 20-30 ଗ୍ରାମ ଦେଲେ ବି ଭଲ ଚାଲିବ। ମେସିନ୍ ବି ଭଲ ଚାଲିବ, ଆଉ ମେସିନ୍ ବି ଯେଉଁ ଅଟକାଉଟି କରୁଛି ସେଇଟା ବି ପ୍ରୋବ୍ଲେମ୍ ସବୁ ହେବନି। ଆଉ କାଠି ବି ଖଣ୍ଡିଆ, ଯେଉଁ ଅଗ ଖଣ୍ଡିଆ ଏଇ ସବୁ ହେଉଛି ହେବନି, ଭଲ ଭାବରେ ପୁରା ଇଏ ରହିବ। ଆଉ କାଠି ବି ଫେନ୍ସିଂ ରହିବ, ଚିକଣ ବି ରହିବ, ଆଉ ରିଜେକ୍ଟ ଏତେ ହେବନି। ତ ଆଜି ପାଇଁ ଭିଡ଼ିଓ କରିଥିଲି। ତ ଭିଡ଼ିଓକୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ ନିହାତି କରିବେ। ରହିଲି, ଜୟ ଜଗନ୍ନାଥ।